ଏଇ ପ୍ରଶ୍ନଟାକୁ ଆପଣ କାହିଁ ପଚାରିଲେ? ଆମେ ଟିକେ ଆପଣଙ୍କର ଫ୍ୟାମିଲି ମଣିଷ ଆଜିକାଲିକା ଦୁନିଆରେ ବାହା ହେବାକୁ ହେଲେ ବହୁତ ପଇସା ଦରକାର ଅଛି। ସେଥିଲାଗି ମୁଁ ତାକୁ ଟିକିଏ ପଛରେ ରଖିଦେଇଛି, ବାହା ହେଇନାହିଁ। ହେବାକୁ ତ ମଝିରେ ଇଚ୍ଛା ନଥିଲା, ବହୁ ବର୍ଷ ଧରିକିନା। ଯେହେତୁ ମୁଁ ଦେଖିଲି ମୋର ନିଜର ମା ନାହିଁ, ବାପା ହଇରାଣ ହେଉଛନ୍ତି, ନିଜ ପାଇଁ ନହେଲେ ମଧ୍ୟ ବାପାଙ୍କ ପାଇଁ ହେବାର ଆବଶ୍ୟକତା ରହୁଛି, ବାପାଙ୍କର ସେବା ଶୁଶ୍ରୂଷା ବି କରିବାର ଆବଶ୍ୟକତା ରହୁଛି। ତେଣୁ ଆଜିକାଲିକା ବାହାଘର ସିଚୁଏସନ୍ ଆପଣମାନେ ଜାଣିଛନ୍ତି, କେତେ କଷ୍ଟ ଆଉ କେତେ ଯନ୍ତ୍ରଣା। ମଣିଷ ମନକୁ ମଣିଷ ଚିହ୍ନିବା ଦରକାର। ନିଶ୍ଚିତ ଭାବରେ ସେ ସମୟ ଆସିଲେ ଆପଣ ଜବାବ ନିଶ୍ଚିତ ଭାବରେ ପାଇବେ, ଆଉ ସାରା ଓଡ଼ିଶାବାସୀ ମଧ୍ୟ ପାଇବେ। ଏତେ ବଡ଼ ଚେହେରା ପାଇଛନ୍ତି, ଏତେ ସୁନ୍ଦର ମୁହଁ ପାଇଛନ୍ତି, ପ୍ରେମ କେବେ କରୁନାହାନ୍ତି? ମୋର ଜଣେ ଜ୍ୟୋତିଷ ଦେଖିଥିଲେ, କହିଲେ ସୁରେଶ ବାବୁ ତମର 48 ବର୍ଷ ମଧ୍ୟ ତମେ ପ୍ରେମ କରିବ। କଥା ସେଇଟା ନାହିଁ। ମଣିଷ ସମସ୍ତଙ୍କର ପ୍ରେମ ହୁଏ, ମୋର ବି ପ୍ରେମ ହେଇଛି। ମୋ ପ୍ରେମ ଅନେକଙ୍କ ସାଙ୍ଗରେ ବହୁତ ଓଡ଼ିଶା ଲୋକ ବି ଜାଣିଛନ୍ତି ମୋର କେଉଁଠି ପ୍ରେମ ହେଇଛି, କ'ଣ ହେଇଛି, ସେ ବିଷୟରେ ସବୁ ଜାଣିଛନ୍ତି, ସେଇଟା ମ୍ୟାଟର୍ ନାହିଁ। ଆଉ ରାସ୍ତାଘାଟରେ ଯିଏ ତ ଯାଉଥିବ, ମାନେ ଯେମିତି ଅକ୍ଷୟ ମହାନ୍ତିଙ୍କର ଗୋଟେ ଗୀତ ଅଛି ଯେ ରାସ୍ତାରେ ଯିଏ ଯାଉଥିବ ସେଇଟା ମୋ ଶାଳୀ ହଉ କି ମୋ ପ୍ରେମିକା ବୋଲି ଗୋଟେ ଲେଖା ନାହିଁ ନା। ଯାହାକୁ ନାହିଁ ଯିଏ ଗୋଟେ ସୁନ୍ଦର ଦେଖାହେଲେ ତାକୁ ପ୍ରେମିକା କରିଦେବି ବୋଲି। ନିଶ୍ଚିତ ଭାବରେ ମନର ଭାବନାକୁ ବୁଝିପାରୁଥିବା ଲୋକ, ଗୋଟେ ଲୋକ ପ୍ରତି ଯେତେବେଳେ ସମ୍ମାନ ଆସେ, ସେ ଲୋକ ଯେତେବେଳେ ଆପଣଙ୍କୁ ସମ୍ମାନ ଦିଏ, ନିଶ୍ଚିତ ଭାବରେ ପ୍ରେମ ସୃଷ୍ଟି ହୁଏ। ପ୍ରେମ ଅଛି, ପ୍ରେମ ଅଛି ସୁବାସ, 100%। ଆମ ଦର୍ଶକମାନେ ବି ଜାଣିପାରିଲେ। ନିଶ୍ଚିତ।